এইভଳି কাহা সুন্দরী নায়িকারে পরিণত হইଯିବ হে প্রভু মো ভেড়া বুড়ি দিব মোর বৃত্তি হଉଛି নৌকা চালনা করি কয়ে গৌতমঙ্কর পুଅ ସେ নাম সদানন্দ नाउरिया सदानंद मुखरु ए कथा शुणी भक्त कहबर्थ चिंता कला प्रभु तो आसुछंती ऋषि सदानंद तो कहीगले ना ना मो प्रभुर पाद सेवा न कला पर्यंत मो प्रभुर पाद न धोइला पर्यंत मो नौकार मो प्रभु को बसई देवी नाही जदि एतिकी कथा कही न थांता नाउरिया राम ठाकुरंकर पाद को कोन ये कहबर्त को धोई थांदा नाउरिया कहला मोर वृत्ति होउची नौका चालना करिवा ये नौका चालना करी हे प्रभु मो परिवार को प्रतिपोषण करे यही कथा कहिबा संगे संगे नौकाटा को जेते बेले आनी कूल रे लगाई दला भक्त बांधव ठाकुर ए भक्त कहबर्त नाउरियार अंतरर भाव को बुझी जाति सुमर ये पुअर कथा को अंतरर भाव को बुझी भगवान कले कौन बढ़ाई देले पयर भावग्राही रघुवीर बढ़ाई देले पयर भावग्राही रघुवीर आवे पयर ख्यालित करी बसने बोझी पयर ख्यालित करी बसने बोझी राम ठाकुर पाद को बढ़ाई देले देखंतु गुरु विश्वामित्र छिड़ा है छंती सान भाई लक्ष्मण छंती भाव विनोदिया हरि भक्तर भाव को बुझी भक्तर आखिर लुह को देखी पादटा को बढ़ाई देले प्रभु आज्ञा धरी नाउरिया प्रभुर पाद को अखिल ब्रह्मांड करता अवे मो जीवन स्वामी हे प्रेममय हे दयामय प्रभु केड़े बड़ भाग्य मोर आज आपणकर पाद को मु धरी नाउरिया कला कौन प्रभुंकर पाद को सेदिन धोइला भाव भक्ति प्रभुंकर पाद को धोई सारिबा परे कांधरे पकईला एक गामुछा प्रभुंकर पाद को पोछि देला कवि सम्राट भंज कहले जो प्रभुंकर पाद को ब्रह्मा धोइबे 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 बोली अनेक दिन पर्यंत कमंडलू भितरे गंगा जल को संची रखी थिले किंतु प्रभुर पाद को ब्रह्मा धोई पारिले नाही मंगलमय शिव ठाकुर भाभी थिले ब्रह्मा जदि पाद धोइबे मु पाद दोक टिके पाई ना ब्रह्मा धोइले ना मंगलमय शिव शंकर पाद दोक पाइले ब्रह्मारे धौत जे पद नोहिछि शिवे विषाद अरे ब्रह्मारे धौत जे पद नोहिछि शिवे विषाद न पाई
ଧୋଇଲା କିଏ ପାଇଲା କିଏ ବିଜ୍ଞାନୀ କଇବର ତ ଧୋଇଲା ସାରେ ପ୍ରଭୁର ପାଦ ସେବା କରିଥାଏ କେବଳ ଭକ୍ତ ପ୍ରଭୁ ତାଙ୍କର ପାଦ ସେବା କରିବା ପାଇଁ ସୁଯୋଗ ଦିଅନ୍ତି ଭକ୍ତକୁ ଭକ୍ତ ବ୍ୟତିରେକ ଆଉ ପ୍ରଭୁର ସେବା ଆଜ୍ଞା ସମସ୍ତେ କରିପାରିବେ ନାହିଁ ସେଇଥିପାଇଁ ଜଗତଗୁରୁ ଅଭିରାମ ପରମହଂସ ଦେବ ଓଳି ଭାଗବତରେ କଲମ କଲେ ଭକତ ଭଗବାନ ଦୁଇ ହୋ ଭକତ ଭାବିଲେ ଭିନ୍ନ ଭିନ୍ନ ନାହିଁ ହୋ ଭକ୍ତ ଆଉ ଭଗବାନ ଇଏ ହଉଛନ୍ତି ଏକ ଭକ୍ତ ଭଗବାନ ହଉଛନ୍ତି ଅଭେଦ ଭିନ୍ନ ଭିନ୍ନ କିଛି ନାହିଁ ପଣ୍ଡିତେ ଅମୂଲ୍ୟ ଧନ ରୂପକ ଭଗବାନଙ୍କର ପାଦ ସେବା କରିବା ପାଇଁ କେବଳ ପ୍ରଭୁ ସୁଯୋଗ ଦିଅନ୍ତି ତାଙ୍କର ପରମ ଭକ୍ତ ଭକ୍ତ ନାଉରିଆ ପ୍ରଭୁର ପାଦକୁ ଧୋଇଲା ପାଦ ଦୋକ ପାଇଲା ର ବିଜ୍ଞାନୀ କୈବର୍ତ୍ତ ଧୋଇଲା ଯାହାର ବିଶେଷ ଜ୍ଞାନ ସାର୍ ସେ ହେଉଛି ବିଜ୍ଞାନୀ କବି ସମ୍ରାଟ ଭଞ୍ଜ କହିଲେ ବିଜ୍ଞାନୀ ବିଗତ ଜ୍ଞାନକୁ ଯିଏ ସହଜରେ ଅବଗତ ହୋଇପାରନ୍ତି ଯାହାକୁ କୁହାଯାଏ ପଣ୍ଡିତ ଜାତି ସ୍ମର ବିଜ୍ଞାନୀ ଯିଏ ହେଉଛି ସମ୍ପୂର୍ଣ୍ଣ ସରଳ ଯାହାର ହୃଦୟ ନିଷ୍କପଟ ଯାହାର ଅନ୍ତରରେ ଈର୍ଷା ନାହିଁ ହିଂସା ନାହିଁ ଅହିଂସା ବ୍ରତରେ ଯିଏ ବ୍ରତୀ ଭାବ ଭକ୍ତିରେ ପ୍ରଭୁଙ୍କୁ ଯିଏ ପ୍ରେମରେ ଡାକେ ତାକୁ କୁହାଯାଏ ପଣ୍ଡିତ ପରମ ଭକ୍ତ ନାଉରିଆ ସେଦିନ ପ୍ରଭୁର ପାଦକୁ ଧୋଇଲା ପାଦ ଦୋକ ପ୍ରଭୁଙ୍କର ପାଇଲା ତଥାପି ମନରେ ଆଶଙ୍କା ମୋ ପ୍ରଭୁ ଏ କାଠ ଡଙ୍ଗାରେ ବସିବେ ମୋ ଠାକୁରଙ୍କ ଅଙ୍ଗକୁ କଷ୍ଟ ହବନି ସୁଦର୍ଶନ ସାରେ ନା ନା ମୋ ପ୍ରଭୁଙ୍କ ପାଇଁ ମୁଁ ଯାଉଛି କିଛି ଗଛର ପତ୍ର ଛିଡ଼େଇବି ଆପଣମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବନୁପ୍ରାସ ସାରେ ବୈଦେଶ ବିଳାସ ସତୀ ସାରେ କଣ କହିଲେ ପୁଅ ବିଞ୍ଚି ପଲ୍ଲବ ନାବରେ ଇଏ ପଦ ବିକଳ୍ପୀ ମନରେ ପ୍ରତିହାରୀ ପରିରେ ବଣାଇ ବସାଇ କବି ସମ୍ରାଟ ଭଞ୍ଜ ଯେଉଁ ଭଞ୍ଜ ସାହିତ୍ୟ ପାଇଁ ଆମର ଓଡ଼ିଆ ଭାଷା ସଂସ୍କୃତି ସମ୍ବିଧାନରେ ସାରେ ଷଷ୍ଠ ଭାଷାର ମାନ୍ୟତା ପାଇଛି କବି ଭିତରେ ବା ଭଞ୍ଜ କାଠ ଭିତରେ ମଞ୍ଜ ଛେଳି ଭିତରେ ବାଞ୍ଝ ସେ ପୁନା କଥା ଛାଡ ପୁରା ଭିତରେ ଗଞ୍ଜ ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପୀ ମନରେ ପ୍ରତିହାରୀ ପରିରେ ମଣାଇ ବସାଇ ନାଉରିଆ ଦୌଡ଼ି ଗଲା ଗଛରୁ କିଛି କଅଁଳିଆ ପତ୍ର ଛିଡ଼େଇ ଆଣିଲା ଆଜ୍ଞା ଡଙ୍ଗା ଉପରେ ସେ କଅଁଳିଆ ପତ୍ରକୁ ବିଛେଇ ଦେଲା ବସେଇ ଦେଲା ଆଗ ପ୍ରଭୁଙ୍କୁ ଠାକୁର ମୋର ବସିଲେ ଗୁରୁ ବିଶ୍ୱାମିତ୍ର ବସିଲେ ସାନ ଠାକୁର ଲକ୍ଷ୍ମଣ କାତକୁ ମାରି ଡଙ୍ଗାଟାକୁ ନାଉରିଆ ଜଳେଇଲା ଏହି ସମୟରେ କବି ସମ୍ରାଟ ଭଞ୍ଜ କଲମ କଲେ ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗୁରୁ ବିଶ୍ୱାମିତ୍ରଙ୍କୁ ରାମ ଠାକୁର କିଛି ନ ଜାଣିଲା ଭଳି ପଚାରିଲେ ଏମିତି ଶିଷ୍ୟ ଏ ସମାଜରେ ହବା ଦରକାର ଆଜିକାଲି ସମାଜରେ ଗୁରୁଙ୍କୁ ଆଉ ଶିଷ୍ୟମାନେ ବିଶେଷ କରି ମାନୁନାହାନ୍ତି ସେ ମାନିବା ଆଉ ନାହିଁ ଗୁରୁ ଯେଉଁ କଥା କହୁଥିଲେ ଶିଷ୍ୟମାନେ ଆଜ୍ଞା ଅକ୍ଷରେ ଅକ୍ଷରେ ତାହାକୁ ପାଳନ କରୁଥିଲେ ଦେଖନ୍ତୁ ଅଖିଳ ବ୍ରହ୍ମାଣ୍ଡର ଯିଏ ଅଧିନାୟକ ସର୍ବଲୀଳାମୟ ପୁରୁଷ ଯିଏ ଯାହାଙ୍କର ଇଶାରେ ଜଗତ ବ୍ୟାସୀ ପରିଚାଳିତ ସେ ଠାକୁର କରପତ୍ରକୁ ଯୋଡ଼ିଦେଲେ ବସିଛନ୍ତି ନୌକାରେ
ପଚାରିଲେ ଗୁରୁଦେବ କହିଲେ ଗୁରୁଦେବ ଆ ବାବା ନା କ'ଣ ହଉ ପ୍ରଶାନ୍ତ ଚିତ୍ତମ ସୁତରାମ ସୁଧୀରମ ବିଳାସହୀନମ ଅଭିଳାଷ ଦୀନମ ଗୁଣାଭିରାମମ ସମଧୀନ କାମମ ନମାମି ରାମଂ ଓಂ ସାଇ ରାମମ ସେ ସାଇରାମ କଲ୍ୟାଣ କରନ୍ତୁ ଆୟୁଷ୍ମାନ ସାଇର ଚଲାପଥ କୁସୁମିତ ଭବିଷ୍ୟତ ଉଜ୍ଜଳମୟ ହଉ ଠାକୁର ବିଦ୍ୟାଦାନ କରନ୍ତୁ ସର୍ବେ ପ୍ରେମାନନ୍ଦେ ଆନନ୍ଦେ ଏକବାର ଧୀରେ ରାମ ଠାକୁର ଯେତେବେଳେ ପଚାରିଲେ କହିଲେ ଗୁରୁଦେବ ଇଏ ଗଙ୍ଗା ନଦୀର ନାମ କାହିଁକି ଭାଗୀରଥୀ ହେଇଛି ଟିକେ କହିବେ କି ଜିଜ୍ଞାସୁ ଯିଏ ଯେତେ ଜାଣିଥିଲେ ମଧ୍ୟ ଆହୁରି ଜାଣିବା ପାଇଁ ଇଚ୍ଛା ଥାଏ। ଏକ ବିଶେଷ ଘୋଷଣା ପ୍ରଦ୍ୟୁମ୍ନ ସାର୍ ଗାୟିକା ମହାଶୟଙ୍କୁ 100 ଭାରତୀୟ ମୁଦ୍ରା ଏବଂ ସମସ୍ତ ସଙ୍ଗୀତ ଭାଇମାନଙ୍କୁ 50 କୋଟି ଲେଖେ ଭାରତ ମୁଦ୍ରା ପ୍ରଦାନ କରିଛନ୍ତି। ଆଶା କରନ୍ତି ଆପଣ ସାଦରେ ଗ୍ରହଣ କରିବେ। କାହିଁ ପରିମାଣ କମିଲା କାହିଁକି ଆଜି ନାହିଁ କି ଆଉ ସେତିକି ଆଣିଥିଲେ ଆହୁରି ଗାଇବି ହଉ ପ୍ରଦ୍ୟୁମ୍ନ ସାରେ ସେ ପାତ୍ର ଦେଖି ଦାନ ଦଉଛନ୍ତି ସେ ବୁଝିଛନ୍ତି ପ୍ରକୃତରେ ପାତ୍ର କିଏ ପାତ୍ର ଦେଖି ଯିଏ ଦାନ ଦିଅନ୍ତି ଅପାତ୍ରରେ ଦାନ ଦିଆଯାଏ ନାହିଁ ଅପାତ୍ରରେ ଦାନ ଦିଆଯାଏ ନାହିଁ ପାତ୍ର ଦେଖି ଯିଏ ଦାନ ଦିଅନ୍ତି କବି ବ୍ୟାସ କହିଲେ କ'ଣ କହିଲେ ସ୍ୱର୍ଗଗାମୀ ନାମୀ ଇହ ମର୍ତ୍ତ୍ୟ ଲୋକେ ଚତ୍ୱାରି ଚିହ୍ନାନି ବହନ୍ତି ଦେହେ କର୍ମପି ଏକ ମଧୁରସ୍ୟ ବାଣୀ ଚତୁର୍ଥ କର୍ମ ବ୍ରାହ୍ମଣସ୍ୟ ସେବା ଭାଇନ ବାବୁ ଶୁଣ ଶୁଣ କିଏ କୃଷ୍ଣର ଶରୀର ଆରୋଗ୍ୟ ନିମନ୍ତେ ହରିବୋଲ ପ୍ରଦାନ କରିବା ହେବେ ହଉ କୃଷ୍ଣ ସେଇ ମା ଜଗଧାତ୍ରୀ ଯୋଗମାୟା ଆଦିଶକ୍ତି କୃପାମୟୀ ଯିଏ କେତୁକା ଦୁର୍ଗା ଯିଏ ସ୍ୱର୍ଗର ଲକ୍ଷ୍ମୀ ଯିଏ ହେଉଛନ୍ତି ମା କୃଷ୍ଣା ସେଇ ମାଙ୍କ ଉଦ୍ଦେଶ୍ୟରେ ଏକ ମଙ୍ଗଳାଚରଣ ମୁଁ ପାଠ କରୁଛି ମାତଃ ସର୍ବମୟୀ ପ୍ରସିଦ୍ଧ ପରମେ ବିଶ୍ବେଶୀ ବିଶ୍ୱାସରେ ତ୍ୱଂ ସର୍ବଂ ନହି କିଞ୍ଚିଦ୍ ଅସ୍ତି ଭୁବନେ ବସ୍ତୁତ୍ୱ ବନ୍ୟତ୍ପରମ୍ ତ୍ୱଂ ବିଷ୍ଣୁ ଗିରିଶସ୍ତମେ ବହିସୁରାଃ ଧାତାସି ଶକ୍ତି ପରା କିଂ ବର୍ଣ୍ୟಂ ଚିନ୍ତେ ଚରିତେ ବ୍ରହ୍ମାଦଃ ଗମ୍ୟଃ ଶିବେ ସେ ଜଗତ ଜନନୀ ମା ଖଣ୍ଡୁଆଳ ଠାକୁରାଣୀ ମା କୃଷ୍ଣାଙ୍କର କଲ୍ୟାଣ କରନ୍ତୁ ଚଲାପଥ କୁସୁମିତ ହେବା ସହିତ ଭବିଷ୍ୟତ ଉଜ୍ଜଳମୟ ହଉ ତାଙ୍କର ଶରୀର ସୁସ୍ଥ ରହୁ ସେ ଯେଉଁ ରୋଗରେ ଥାଆନ୍ତୁ ନା କାହିଁକି ଆରୋଗ୍ୟ ଲାଭ କରନ୍ତୁ ମା ଖଣ୍ଡୁଆଳ ଠାକୁରାଣୀ ଟିକେ କୃପା ଦୃଷ୍ଟିରେ କୃଷ୍ଣା ମାଙ୍କୁ ଚାହାନ୍ତୁ ସର୍ବେ ପ୍ରେମାନନ୍ଦେ ଆନନ୍ଦେ ଏକବାର ଭାଇନ ବାବୁ ରାମ ଠାକୁର ପଚାରିଲେ ସେଦିନ କହିଲେ ଗୁରୁଦେବ ଇଏ ଗଙ୍ଗା ନଦୀର ନାମ କାହିଁକି ଭାଗୀରଥୀ ହେଲା ଟିକେ କୁହନ୍ତୁ ଗୁରୁଦେବ ବୁଝେଇଲେ କହିଲେ ରାମ କହିଲା ବିଷ୍ଣୁ ନଖ କୋଣେ ଥିଲା ଭୋଲାରେ ବିଷ୍ଣୁ ନଖ କୋଣେ ଥିଲା ରାମ କହେ ରାମଙ୍କର ପ୍ରଶ୍ନରେ ଗୁରୁଦେବ ଉତ୍ତର ଦେଲେ କହିଲେ ରାମରେ ବିଷ୍ଣୁଙ୍କର ନଖ କୋଣରେ ଇଏ ଗଙ୍ଗା ଥିଲେ ଭଗୀରଥ ଇଏ ଗଙ୍ଗାଙ୍କୁ ଆଣିବାରୁ ଭଗୀରଥଙ୍କର ନାମାନୁସାରେ ଇଏ ଗଙ୍ଗା ନଦୀର ନାମ ହେଇଛି ଧନ ଭାଗୀରଥୀ ହେ ପଣ୍ଡିତେ ଡଙ୍ଗାଟା ଯାଇ କୂଳରେ ଲାଗିଲା ଓହ୍ଲେଇଲେ ଗୁରୁ ବିଶ୍ୱାମିତ୍ର ରାମ ଆଉ ଲକ୍ଷ୍ମଣ ରହ ଭାବ ବିନୋଦିଆ ଠାକୁରଙ୍କର ପାଦ ପଦ୍ମରେ
ଆଜ୍ଞା ଭାବ ଭକ୍ତିରେ ମୁଣ୍ଡିଆ ମାରିଲା ନାଉରିଆ ଡାକିଲା ପ୍ରଭୁ ପ୍ରଭୁ ଆପଣ ସିନା ମୋତେ ଛାଡ଼ିକିରି ପଳେଇ ଯାଉଛନ୍ତି ହେଲେ ଆପଣଙ୍କୁ ତିଳେ ମାତ୍ର ଛାଡ଼ିବା ପାଇଁ ମୋର ଇଚ୍ଛା ନାହିଁ କାହିଁକି ଜାଣିଛନ୍ତି କହିଲେ ମୁହିଁ ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ସବୁ ଯୁଗେ ଯନ୍ତ୍ର କୁ ବଜାଇବାର ଶକ୍ତି ଅଛି କାହାର ଯନ୍ତ୍ରୀ ବିନା ଇଏ ଯନ୍ତ୍ର କ'ଣ ବାଜି ପାରିବ କି ଭାବ ବିନୋଦିଆ ଠାକୁର ଭକ୍ତ ନାଉରିଆ ଠାରୁ ବିଦାୟ ନେଇ ଗୁରୁଙ୍କର ପଶ୍ଚାତ ଧାବନ କଲେ ଗୁରୁ ଆଗରେ ଚାଲିଛନ୍ତି ଆଜ୍ଞା ପଛରେ ଅଛନ୍ତି ଗୁରୁଙ୍କ ପଛରେ ରାମ ରାମଙ୍କ ପଛରେ ଅଛନ୍ତି ସାନୁଜ ଲକ୍ଷ୍ମଣ ପହଞ୍ଚି ଗଲେ କୋଉଠି ପଣ୍ଡିତ ମିଥିଳାର ବଜାରରେ ରହ ମିଥିଳାର ବଜାରରେ ଗୁରୁଙ୍କ ସାଙ୍ଗରେ ଏ ଦୁଇ ଶିଷ୍ୟ ପହଞ୍ଚିଲେ ଯୋଉଦିନ ରାବଣକୁ ବିନାଶ କରିଛନ୍ତି ଭଗବାନ ରାମ ସେଦିନର ଅବସାନ ରାତିର ତୃତୀୟ ସୋପାନରେ ମା ସୀତା ଶୋଇଛନ୍ତି ରାମଙ୍କ କୋଳରେ ରାମ ଭାବୁଛନ୍ତି ସେଦିନ ଗୁରୁଙ୍କ ସାଙ୍ଗରେ ଆମେ ଦୁଇ ଭାଇ ଯାଇ ମିଥିଳାର ବଜାରରେ ପହଞ୍ଚିଲୁ ବଜାରବାସୀ ମାନେ ଆମକୁ ଦେଖି ଚିନ୍ତା କଲେ ସେମାନଙ୍କର ଚିନ୍ତାଧାରା କ'ଣ ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବନୁପ୍ରାସ ବୈଦେଶ ବିଳାସ କ'ଣ କହିଲେ ବିପଣୀରେ ଥିବା ଜନେ ଭାବନା କଲେ ଦର୍ଶନେ ଭୋଳାରେ ଭାବନା କଲେ ଦର୍ଶନେ আগত কি ধাতা হর মধ্যরে হরি আরে আগত কি ধাতা হর মধ্যরে হরি বিভঞ্জন শিব ধনু করি মর গত তনু করি মর গত ধনু বিবাহে নিশ্চয় এই জন্মিছি শ্রী বিবাহে নিশ্চয় এই ବଜାରବାସୀ ମାନେ ଆମ ତିନି ଜଣକୁ ଦେଖି ଚିନ୍ତା କଲେ ରାମ ଭାବୁଛନ୍ତି ଆଗରେ ଗୁରୁ ବିଶ୍ୱାମିତ୍ରଙ୍କୁ ଦେଖି ସାର୍ ଭାବିଲେ ବଜାରର ଲୋକମାନେ ଇଏ ହେଉଛନ୍ତି ସ୍ୱୟଂ ବ୍ରହ୍ମା ସାନ ଠାକୁର ଲକ୍ଷ୍ମଣକୁ ଦେଖି ଚିନ୍ତା କଲେ ଇଏ ହେଉଛନ୍ତି ମଙ୍ଗଳମୟ ଶିବ ଶଙ୍କର ପ୍ରଭୁ ଭୋଳାନାଥ ମୋତେ ଦେଖି ଚିନ୍ତା କଲେ ଇଏ ମଝିରେ ଯିଏ ଯାଉଛନ୍ତି ଇଏ ହେଉଛନ୍ତି ସ୍ୱୟଂ ଭଗବାନ ସ୍ୱୟଂ ନାରାୟଣ ସ୍ୱୟଂ ବିଷ୍ଣୁ ନିଶ୍ଚିତ ଭାବରେ ୟାଙ୍କ ରୂପରୁ ଜଣା ପଡୁଛି ଇଏ ଶିବ ଧନୁକୁ ଭଗ୍ନ କରି ଲକ୍ଷ୍ମୀ ସ୍ୱରୂପା ମା ସୀତାଙ୍କର ପାଣି ଗ୍ରହଣ ଇଏ କରିବେ ଗୁଣଗ୍ରାହୀ ବିବେକୀ ମଣ୍ଡଳୀ କହିବାର କଥା ରାମ ଠାକୁର ଚିନ୍ତା କରୁଛନ୍ତି ମିଥିଳା ବଜାର ଅତିକ୍ରମ କରିବା ପରେ ମିଥିଳା ଦାଣ୍ଡ ଅତିକ୍ରମ କଲୁ ଦାଣ୍ଡ ଅତିକ୍ରମ କରି ପହଞ୍ଚି ଗଲୁ ସ୍ୱୟଂବର ସଭାକୁ ପ୍ରବେଶ କରିବା ପାଇଁ ରାଜର୍ଷି ଜନକଙ୍କ ଦ୍ୱାରା
ତିଆରି କରାଯାଇଥିଲା ଏକ ସୁନ୍ଦର ମଖଶାଳା। ମଖଶାଳା ନିକଟରେ ପହଞ୍ଚିବା ପରେ हरि ओम सूर्यम सौर्यमथेन्दुरीन्द्र पदवीं समंगलं मंगल राहुर्बाहुबलंकरातु नियतिं केतुकुल स्वनति सद्बुद्धिं च बुध गुरु सह गुरुतां शुक्र सुतं संसनि नीतं प्रतिकरा भवतु भवतां सर्वेन कुलाग्रह। हरि ओम शांति शांति शांति। एक विशेष घोषणा सुदर्शन सार 500 कोटी भारतीय मुद्रा प्रदान करिसेंती। सुदर्शन बाबा तो यही भाया केते देइछंती आगो को केते देबे। आम घर को से पहाड़ रसगोला धरिकी जाइथिले। हाँ हाँ सब तमें तो घर मुहा चाखिब केते रह सही भगवानंकर अपार करुणारु प्रभु सुदर्शनंकर अपार आशीर्वाद ओहो भाग्य मोर बाबांकर दर्शन मु बारंबार पाउछि। आउ ये 500 टंका भारतीय मुद्रा तांको पाई किछि नुहे किंतु आम पाई ये अजस्र आशीर्वाद कलना करी हबनी। ये 500 भारतीय मुद्रा आम पाई को अजस्र आशीर्वाद भावरे उपढौकन्न सदृशर मुझे 500 भारतीय मुद्रा को सुदर्शन बाबा मु ग्रहण करुछि। सही प्रभु सुदर्शन पाखरे प्रार्थना करुछि ए पुओ 14 भुवन ये 12ता जानती चक्रे छेदंती बाबा को मु कौन कल्याण करि परिबी से शक्ति कौन मोर अच्छी रह से दारु ब्रह्म जगतर नाथ जगन्नाथ जहांकर सुदर्शन रे मनीषर मुक्तिर पथ परिष्कार हो जाए। से कोटि कोटि वो विश्वर मौड़मणि से भगवान कालिया शांत कालिया ठाकुर सुदर्शन बाबा को दीर्घायु करंतु चलापथ कुसुमित हो भविष्यत उज्जवलमय हवा सहित धन धान्य गोप लक्ष्मी रे घर परिवर्धित हो पाला वाला यही भाया अर्थ प्रोत्साहन भाव प्रदान करी पाला संस्कृति की सदा सर्वदा यही भली भाव शीर्ष रखंतु ऊर्ध्वे रखंतु सर्वे प्रेमानंदे आनंदे एकबार। हाँ प्रभु सबु गढ़ी मुद्दे गंगल तब श्री चरणे स्थान दियो आही दिनो बांधव मुदे आपणार करिनी आही दिनो बांधव आपणार करिनी आही
ভাবুছ কি পর পরার বধু হে তুহে মুনিয়র হাসে অভিরাম তো কিনা দাসীকু হাসে ভাসে অভিরাম কোকিলা দাসীগু হাসে অভিরাম তো কিনা দাসীকু হাসে ভাসে অভিরাম কোকিলা দাসীগু পদ্মবনে স্থান দিও আহে দীন বান্ধব আপনার করিও আহে দীন বান্ধব আপনার করিও প্রভু সবু কাঢ়ি নেই কাঙ্গাল সজাই সবু গাড়ি নেই কাঙ্গাল জোড়াই শ্রী চরণে স্থান দিও আহে দীন বান্ধব আপনার করিও আহে দীন বান্ধব আপনার করিও আহে দিল বান্ধব মতে আপনার করিলিও শ্রবণ করুছন্তি বসি রামায়ণ কথা মতে আপনার করিও দূরীভূত হই যায় অন্তরর ব্যথা আপনার করিও হীরমণ কৌতুকী মন বসি ডেরিবে শ্রবণ আপনার করিও ସମସ୍ତଙ୍କୁ ଭଗବାନ ରାମ କରିବେ କଲ୍ୟାଣ আপনার କରିও ରାଜର୍ଷି ଜନକଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ ସୁନ୍ଦର ମୁଖଶାଳା ନିକଟରେ ପହଞ୍ଚିଲେ ଗୁରୁ ବିଶ୍ୱାମିତ୍ର ରାମ ଆଉ ଲକ୍ଷ୍ମଣ। ଏତିକି ବେଳେ ରାଜର୍ଷି ଜନକ ଆସି ସେ ଗେଟ୍ ପାଖରେ ପହଞ୍ଚିଲେ। ଡାକିଲେ ବିଶ୍ୱାମିତ୍ରେ। ସାରେ ଅନ୍ୟ ମନସ୍କ ଜମା ନାହିଁ। ରାଜର୍ଷି ଜନକ ଡାକିଲେ କହିଲେ ବିଶ୍ୱାମିତ୍ରେ। ଆଜ୍ଞା ନା ନା ମୁଁ ବସନ୍ତୁ, ଥଣ୍ଡା ପିଉନାହାନ୍ତି। ନମସ୍କାର ନମସ୍କାର। ଆୟୁଷ୍ମାନ ଭବ ଆୟୁଷ୍ମାନ ବିଶ୍ୱାମିତ୍ର ପ୍ରତି ନମସ୍କାର ଜଣେଇଲେ ରାଜର୍ଷି ଜନକଙ୍କୁ। ଇଏ ଭାରତୀୟ ସଂସ୍କୃତି, ଇଏ ଆମ ପରମ୍ପରା, ଇଏ ଶିକ୍ଷା ସଭ୍ୟତାର କଥା। ଆମକୁ ଜଣେ କେହି ନମସ୍କାର ହେଲେ ଆମେ ତାଙ୍କୁ ପ୍ରତି ନମସ୍କାର ଜଣାନ୍ତୁ। ନମସ୍କାର ନମସ୍କାର ରହ ବିଶ୍ୱାମିତ୍ର ନମସ୍କାର ଜଣେଇଲେ ରାଜର୍ଷି ଜନକଙ୍କୁ। ରାଜର୍ଷି ଜନକ ପ୍ରତି ନମସ୍କାର ଜଣେଇଲେ ବିଶ୍ୱାମିତ୍ରଙ୍କୁ। ଏତିକି ବେଳେ ରାଜର୍ଷି ଜନକ ପଚାରିଲେ, କହିଲେ ବିଶ୍ୱାମିତ୍ରେ ଆପଣଙ୍କୁ ମୋର କନ୍ୟା ସୀତାର ସ୍ୱୟଂବର ପାଇଁ ମୁଁ ନିମନ୍ତ୍ରଣ ଦେଇଥିଲି, ଆପଣ ଆସିଛନ୍ତି ଠିକ ଅଛି। ଆପଣଙ୍କ ସାଙ୍ଗରେ ଇଏ ପିଲା ଦି ଜଣ କିଏ? ଇଏ ଛୁଆ ଦିଟା କିଏ? ବିଶ୍ୱାମିତ୍ର କହିଲେ ଜନକେ ଇଏ ପିଲା ଦି ଜଣକୁ ଜାଣିନା, ତମେ ଚିହ୍ନିନା? ତେବେ ଶୁଣ, କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଅନୁପ୍ରାସ ସମୟ ହେଇଗଲାଣି, କାଟି କାଟିକି ଯିବାକୁ ପଡୁଛି। ହଁ ହଁ ଠିକ ଜାଗାରେ ନେଇକି ପହଞ୍ଚେଇବି ନା ପାଲାର ପ୍ରସଙ୍ଗକୁ। ଆଉ ରାଜର୍ଷି ଜନକଙ୍କ ପାଖରେ ବିଶ୍ୱାମିତ୍ର ପରିଚୟ ଦେଲେ ଇଏ ପିଲା ଦି ଜଣଙ୍କର। ଡାକିଲେ ଜନକେ ଇଏ ବଳିଗିଲେ ମୁନି ତୁରିତ ଦଶରଥ ବେଣି ସୁତ ମହାବନେ ତାରକା ବିନାଶୀ ରଖି ମୋ ଜାଗ। ବିଶ୍ୱାମିତ୍ର କହିଲେ ଜନକେ ଅଯୋଧ୍ୟା କଟକର ରାଜା
ଦଶରଥଙ୍କର ଇଏ ଯୋଡ଼ିଏ ପୁଅ ଜଣେ ହେଉଛନ୍ତି ରାମ ଆଉ ଜଣେ ହେଉଛନ୍ତି ଲକ୍ଷ୍ମଣ। ଏଇ ପିଲା ଦି ଜଣଙ୍କ ଦ୍ୱାରା ମୋ ଜାଗ ରକ୍ଷା ହେଲା। ତାଡ଼କା ରାକ୍ଷସୀ କି ବିନାଶ କଲେ, ସୁବାହୁ ରାକ୍ଷସକୁ ବଧ କଲେ। ଖାଲି ସେତିକି ନୁହଁ, ଇଏ ବିନଷ୍ଟ କରି ଚରଣ विश्वामित्र देले परिचय कहले जनके एई पिला दी जन विनष्ट करी चरण गौतम नारी तारण शिव चाप देखा एबे उद्वेग। एई पिला दी जनक द्वारा गौतम ऋषिंकर पत्नी उद्धार हेले। एबे मो सांगरे ये दी जन आसीछंती पातु नंदानंद कंद मधुकर कमली प्रीत पत्र हत्या तस्यान भयपति करे स्वर्पित मुदमुदयी राधा कुंज मंजुले घन अंधकार स्थित गोपते प्रविष्ठे सा चंद्रसेना गोवर्धन कलह हासितं केशवस्य हरि ओम शांति शांति शांति। जेतेबेले पिला दी जनकर परिचय पाइले राजर्षि जनक कहले बोइले देखिले देखंतु कहले ये पिला दी जन जदि आपणक सांगरे हे विश्वामित्र परिश्रम करी आसीछंती शिवधनु देखिबा पाई ताहले स्वयंवर सभारे जाई कि बसंतु से शिवधनु ताहले केमिति भग्न हबो देखिकिरी पिला दी जन जिबे। पंडित ऋषि विश्वामित्रंक सांगरे समय नाही पिला दी जन को धरी राजर्षि जनकंकर कहिबा अनुसार माँ जानकींकर स्वयंवर सभारे बसिले। बहुत कथा अच्छी ता भितरे राजर्षि जनक उत्तर देइछंती विश्वामित्र को समय नाही कहले विश्वामित्र बाली बलिष्ठ रे सारा बड़ कोटिया सिंहर भादिबा थाउ भादिबा सुनी छलित बिस्किरे गंड भेरंडे गजकु घेनिन उड़े डाले बसे भारती रे भग्न विहित बोले परशुराम पूजिले रह व्यभिचार क्षत्रि धर्म विप्र बोई। केते केते राजा माने केते केते बड़ पराक्रमशाली वीर माने ये धनु को भांगी पारिले नाही। आउ पिला दी जन जदि धनु भग्न देखिया पई आसंती ताहले सभा भितरे जाई कि बसंत राजर्षि जनकंकर कहिबा अनुसारे गुरु विश्वामित्रंक सांगरे राम भाबुचंती आमे दुई भाई मो सानो भाई लक्ष्मण आउ मु गुरुंक सांगरे जाई सभा भितरे बसी सभा मध्यरे बसिला बेले देखिलु जे कौनसी राजा आ राजपुत्र मानक द्वारा धनु भग्न कार्य समाहित हेई पारिला नाही। परिशेष मन दुखरे राजर्षि जनक राजा मानकर वैराग्यता भाव को अनुभव करी मोते कहले कहले राम रे एते परिश्रम करी गुरुंक सांगरे दी भाई तमे आसीथिलो धनु भग्न देखिबा पाई कौनसी राजांक द्वारा तो धनु भग्न हेई पारलानी। एते बाटरू जते बेले तमे आसीछ तमे तो पिला लोक ना तमे धनु भांगी पारिबनी एते बाटरू आसीछ जते बेले मंजूषा भितरे थिबा धनु को तमे जाई टिके देखि आस। कवि सम्राट भंज वैदेश विलास अनुप्रास वो
ଏକ ବିଶେଷ ଘୋଷଣା ସ୍ୱର୍ଗତ ନାରାୟଣ ଛୋଟରାୟଙ୍କର ଭଣଜା ପ୍ରମୋଦ କୁମାର ସାମନ୍ତରାୟଙ୍କୁ ତାଙ୍କର ଚଲାପଥ କୁସ୍ମିତ ହଉ ଆପଣ ହରିବୋଲଟି ଦିଅନ୍ତୁ। ନାରାୟଣ ଛୋଟରାୟଙ୍କର ଭଣଜା 200 କୋଟି ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି। ପ୍ରମୋଦ କୁମାର ସାମନ୍ତରାୟ ପ୍ରମୋଦ ବାବୁଙ୍କର ସତ୍ୟନାରାୟଣ ମହାପ୍ରଭୁ ସୂର୍ଯ୍ୟಂ ସୌର୍ଯ୍ୟ ମଥେନ୍ଦ୍ରୀନ୍ଦ୍ର ପଦବୀ ସମଙ୍ଗଳ ମଙ୍ଗଳ ରାହୁର୍ବାହୁ ବଳଙ୍କର ତୁନିୟତିଂ କେତୁକୁଳ ସ୍ଫନତି ସଦ୍ବୁଦ୍ଧିଞ୍ଚ ବୁଧ ଗୁରୁଶ ଗୁରୁତାଂ ଶୁକ୍ର ସୁତଂ ସଂସନି ନୀତଂ ପ୍ରତିକରା ଭବତୁ ଭବତାଂ ସର୍ବେନ କୁଳାଗ୍ରହା। ପ୍ରମୋଦ ବାବୁଙ୍କର ନବଗ୍ରହ ତତ୍ ସହିତ ଅଖିଳ ବ୍ରହ୍ମାଣ୍ଡର ପତି ସର୍ବବ୍ୟାପକ ଲୀଳାମୟ ପୁରୁଷ ଭଗବାନ ସତ୍ୟନାରାୟଣ ମହାପ୍ରଭୁ କଲ୍ୟାଣ କରନ୍ତୁ। ଚଲାପଥ କୁସ୍ମିତ ହଉ, ଭବିଷ୍ୟତ ଉଜ୍ଜଳମୟ ହଉ, ହୃଷ୍ଟକଷ୍ଟ ଖଣ୍ଡନ କରିବା ସହିତ ବିଶ୍ୱପତି ଠାକୁର ତାଙ୍କୁ ଦୀର୍ଘାୟୁ କରନ୍ତୁ। ସର୍ବେ ପ୍ରେମାନନ୍ଦେ ଆନନ୍ଦେ ଏକବାର। ଆଉ ଗୋଟେ ବିଶେଷ ଘୋଷଣା, ଯେଉଁମାନେ ପୁରସ୍କାର ଦେବା ପାଇଁ ଚାହୁଁଛନ୍ତି 10 ମିନିଟ୍ ଭିତରେ ଦେଇ ଦିଅନ୍ତୁ, କାହିଁକି ନା ଆମେ 10 ମିନିଟ୍ ପରେ ଆଉ ଏ ମଞ୍ଚରେ ନଥିବୁ। ଭଲ କାଇଦାର କଥା କହିଛି। ସେଫ୍ଟି ପିନ୍ ଆଉ 8-10ଟା ଅଛି ସରିବା ପର୍ଯ୍ୟନ୍ତ। ସଫ୍ଟ ପିନ୍ ସରିବା ପର୍ଯ୍ୟନ୍ତ ତାହେଲେ ତୁ ନେଇକି ଯିବୁ। ମୁଁ କଣ ନଉଛି? ଚୁପ୍! ସବୁ ଆପଣଙ୍କର। ଲୋଭକୁ କରି ଗଳା ହାର ମୋର ଲୋଭ ନାହିଁ। ଆମେ ସଂସାର କରୁଛେ ବିହାର। ଲୋଭ ତାର ଇଏ ଧ୍ରୁବ ତାର କଟମଟ କି ଅନେଇଛି, ସେ ଗଣୁଛି କେତେ ହେଲା। ମୁଁ ଆଜ୍ଞା ପଇସା ଗଣେନି, ପଇସା କୋଉଠି ଗଣେନି, ଯେମିତି ନିଏ ସେମିତି ନେଇକି ବ୍ୟାଗରେ ଥୋଇଦିଏ। ସେ ଭିତରେ ଭିତରେ ଯିବ ଆଉ। ବାଣୀ ମଣ୍ଡଳୀ କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଅନୁପ୍ରାସ ରାଜା ମାନେ ବୈରାଗ୍ୟତା ଭାବରେ ଧନୁକୁ ଭାଙ୍ଗି ପାରିଲେ ନାହିଁ ବୋଲି ତଳକୁ ମୁହଁକୁ ପୋତିକିରି ବସିଲେ କବି ସମ୍ରାଟ ଭଞ୍ଜ। ଭଞ୍ଜ ସାହିତ୍ୟରେ ପାଲାର ମଜା ନା ଆଉ। ରହ ବୈରାଗ୍ୟ ଆକୁଳ କୂଳେ ଭାସିଲେ ଭୂମି ପକୁଳେ, ଭାସିଲେ ଭୂମି ପକୁଳେ, ଭାସିଲେ ଜନକ ଗମ ଶ୍ରୀରାମ ବେগে, ରାଜର୍ଷି ଜନକ କହିଲେ ରାମରେ ତମେ ତ ପିଲା ଲୋକ, ଧନୁ ଭାଙ୍ଗି ପାରିବନି। ଧ୍ରୁବ ଧନୁ ଭାଙ୍ଗି ପାରିବ କି? ଧନୁ ଭାଙ୍ଗି ପାରିବନି। ସେ ଶକ୍ତି ତମର କାହିଁ? ଧର ଧନୁ ତମେ ଭାଙ୍ଗି ପାରିବନି। ମଞ୍ଜୁଷା ଭିତରେ ଅଛି ଧନୁ, ତମେ ଟିକେ ସେ ଧନୁକୁ ଦେଖି ଆସ। ଧନୁ କେମିତି ଅବସ୍ଥାରେ ଅଛି ତାକୁ ଟିକେ ଦେଖି ଆସିଲେ ତମ ମନ ବୁଝିଯିବ। ଏଇ ସମୟରେ ସାନୁଜ ଲକ୍ଷ୍ମଣ ଠାରି ଦେଲେ ବଡ଼ ଭାଇ ରାମକୁ। କହିଲେ ଭାଇ ଭାଇ ବୋଇଲେ ସୁମିତ୍ରା ବସ ନାହିଁ ସୁମିତ୍ରାରି ସ୍ୱଚ୍ଛ, ଧରିଲେ ଭାବିବେ ତାପେ ବଳগে, ବିଶ୍ୱାମିତ୍ର ନେତ୍ରରୁ ଜାଣି ଭଲାରେ, বইলে সুমিত্রা বৎস নাহি সুমিত্রারি স্বচ্ছ। সান ঠাকুর লক্ষ্মণ সান ভাই লক্ষ্মণ করপত্রକୁ ଯୋଡ଼ିଦେଲେ, କହିଲେ ଭାଇ ଏଠି ଯେତିକି ବସିଛନ୍ତି ସମସ୍ତେ ଆମର ଶତ୍ରୁ। ହଁ ଇଏ ସଭାରେ ଯେତିକି ଅଛନ୍ତି ସବୁ ଆମର ଶତ୍ରୁ। ଆମର ଏଠି କେହି ମିତ୍ର ନୁହଁ, ଆମ ଦୁଃଖ ବୁଝିଲା ବେଲା ଏଠି କେହି ନୁହଁ। ରୁହ, ତମେ ଯେତେବେଳେ ମଞ୍ଜୁଷା ଭିତରୁ ଧନୁକୁ ଉଠେଇବ ତଳକୁ ମୁହଁ କରିବନି। ଧନୁଶରକୁ ଲକ୍ଷ୍ମଣ ହାତରେ ଦେଇ ବିଶ୍ୱାମିତ୍ର ଆଖିରେ ଠାରିଲେ। ବିଶ୍ୱାମିତ୍ର ଅର୍ଥ ଗୁରୁଙ୍କର ଆଜ୍ଞାକୁ ପରିପାଳନ କରିବାକୁ ଯାଇ ରାଜର୍ଷି ଜନକଙ୍କର ନିର୍ଦ୍ଦେଶରେ
ମୁଁ ମଞ୍ଜୁଷା ଭିତରେ ଥିବା ଧନୁ ନିକଟକୁ ଗଲି। କେମିତି ଗଲି? କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଅନୁପ୍ରାସ ବିକ୍ରମ ଗତି କି ବି ସରଧା ଚାପକୁ ଚାହିଁ କେଶରୀଗିରି ମଧ୍ୟରୁ ସେହି ସ୍ୱଭାବେ ବିକ୍ରମ ଗତିରେ ଅତି ସାହସ ପୂର୍ବକ ସାର ରାମ ସେଦିନ ଧନୁ ନିକଟକୁ ଗଲେ। କେମିତି? ସିଂହ ଯେମିତି ଗୁମ୍ଫାରୁ ବାହାରି ବିକ୍ରମ ଗତିରେ ଖାଦ୍ୟ ଅନ୍ୱେଷଣ କରିବା ପାଇଁ ବାହାରକୁ ବାହାରେ, ଠିକ ସେହିଭଳି ରାମ କଲେ କ'ଣ? ବିକ୍ରମ ଗତିରେ ଧନୁ ନିକଟକୁ ଚାଲିଲେ। କବି ସମ୍ରାଟ ଭଞ୍ଜ କହିଲେ ବିରାଜ ମୂର୍ତ୍ତି ଯେ ଧୂତ ମଞ୍ଜୁ ମଞ୍ଜୁ ସରୁ ସତ ବିରାଜିତ ହୋଇ ରାମ ମଞ୍ଜୁଷା ଭିତରେ ଥିବା ଧନୁକୁ କେମିତି ଓଟାରି ଆଣିଲେ? ଗାତ ଭିତରେ ଥିବା ବ୍ୟାଳକୁ ବା ସର୍ପକୁ ଯେମିତି ପନ୍ନଗ ଗରୁଡ଼ ଓଟାରି ଆଣେ, ଠିକ ସେହିଭଳି ମଞ୍ଜୁଷା ଭିତରେ ଥିବା ଶିବ ଧନୁକୁ ରାମ ଠାକୁର ଓଟାରି ଆଣିଲେ। କେମିତି ଦେଖା ହେଲା? ବକ ପୁଷ୍ପ ମାଳା ମାଳିକ। ଆଜ୍ଞା, ମାଳି ଯେମିତି ଗଇସ ଫୁଲର ମାଳ ତିଆରି କରି ବିକ୍ରୟ କରିବା ପାଇଁ ଚାଙ୍ଗୁଡ଼ାରୁ ଟେକିକିରି ଧରେ, ରାମ ଠାକୁର ଠିକ ସେହିଭଳି ମଞ୍ଜୁଷା ଭିତରେ ଥିବା ଶିବ ଧନୁକୁ ବକ ପୁଷ୍ପ ଭଳି ଆଜ୍ଞା ଟେକିକିରି ଧରିଲେ। କହିଲେ କେତେ ସମୟ ଧରିବି? ସମୟ ନାହିଁ, ଧନୁରେ ଗୁଣ ଦେଇ ଭାଙ୍ଗିବାଟା ସାର, ସମୟ ନାହିଁ। ଆଉ ଗୋଟିଏ ପଦ ଛାନ୍ଦ ରହ। କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ରାମ କଲେ କ'ଣ? ଧନୁରେ ଗୁଣ ଦେବା ଆରମ୍ଭ କଲେ। କେମିତିରେ ପୁଅ? ଧନୁର ହୁଳକୁ ସିନା ଥୋଇଲେ ଗୁଣ ଦେବେ ସାରେ, ଧନୁର ହୁଳକୁ ରାମ ଥୋଇବେ କୋଉଠି? ହୁଳଟାକୁ ନ ଥୋଇଲେ ଧନୁ ଭାଙ୍ଗିବେ କେମିତି? କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ ଏକ ସୁନ୍ଦର ଛାନ୍ଦ। କବି ହେଉଛନ୍ତି ଭଞ୍ଜ ଅନୁପ୍ରାସ। କ'ଣ କହିଲେ ପୁଅରେ? ଶୁଣ ଶୁଣ। ବୃଦ୍ଧାଙ୍ଗୁଳି ପରେ ପଦେ ରାମ ରଖିଲେ ସମଦେ ଜାଣିଲେ ତା ଅତ୍ୟନ୍ତ বাসুকি কি
ଭଗବାନ ରାମ ଧନୁର ହୁଳକୁ ବାମ ପାଦର ବୁଢ଼ା ଆଙ୍ଗୁଷ୍ଠିର ନଖ ଉପରେ ଥୋଇଲେ। କାହିଁକି? ଯଦି ମା ବସୁଧା ଉପରେ ଧନୁକୁର ହୁଳକୁ ଥୋଇବେ, ବସୁଧା ହେଉଛନ୍ତି ଆମର ମା। ରାମ ଚିନ୍ତା କଲେ ମୋତେ ବରଂ କଷ୍ଟ ହଉ, ମୋ ମାକୁ କଷ୍ଟ ନ ହଉ। ଭଲ ପୁଅ ଯିଏ, ଉତ୍ତମ ପୁତ୍ର ଯିଏ, ସିଏ କେବେ ମାକୁ ଦୁଃଖ ଦବନି, କଷ୍ଟ ଦବନି। କାରଣ ମାତା ଧରିତ୍ରୀ ଜନନୀ, ଦୟା ବ୍ରହ୍ମା ଦୟା ସତୀ, ଦେବୀ ତୁ ରମଣୀ ଶ୍ରେଷ୍ଠା, ନିର୍ଦୋଷା ସର୍ବ ଦୁଃଖ। ବସୁଧା ମା ଉପରେ ଧନୁର ହୁଳକୁ ନ ଥୋଇ ରାମ ବାମ ପାଦର ବୁଢ଼ା ଆଙ୍ଗୁଷ୍ଠିର ନଖ ଉପରେ ଧନୁର ହୁଳକୁ ଥୋଇଲେ। ରହ କେମିତି ଦେଖାଗଲା? कवि सम्राट भंज कहले बासुकी की बहे कुर्म कुर्म उपरे बासुकी रहिले जेमिति देखा जीवो ठीक सही भली रामंकर बाम पादर बुढ़ा अंगुष्ठीर नख उपरे धनुर हुलटा सेमती देखा जाउछि। रह से धनुर पंडित जीवन थिला चेतना शक्ति थिला बाम हाथ रे थाई अजगब धनु चिंता कला आज मोर विनाश समय उपस्थित हो गला रे शिव धनु यही कथा भाबुथिबा बेले राम धनु रे गुण दबा आरंभ कले आ गोटिए छान बोले बिगुढ़ बसे ओटारे प्रचंड मल हस्तरे दंड पड़िला परी भाजिला समुदुनी ए घर को जाई परिबो ना जाई पर ध्रुव जाई परिबो ना कोन हवन सेमती हसिबु पान खाइबु चुबे की कोळे कोळे दिन कोळे हे पुओ ता पेले प्राण रखिला अमृत दी रह रह राम धनुरे गुण देई जते बेले भंज कहले बिगुढ़ बसरे ओटारिले प्रचंड मल हाथरे एरंड दंड कहले गब गछ भांगिला प्राय पंडित रामंक हाथ रे धनु भांगिला रह ब्रह्मांड भांड पूरित प्रलय काले एकत्र सारे चारि मेघ गर्जिला शब्द गंजिला आज्ञा सृष्टि रे प्रलय हेला बेले आवर्तक संवर्तक तृण पुष्कर चारि मेघ एकत्रित होई जेमिति सृष्टि रे प्रलय सृष्टि करंती सेमती धनु भग्न बेले
ପ୍ରଳୟଙ୍କର ଶବ୍ଦ ହେଲା ର ବିବୁଧ ମୂର୍ଚ୍ଛିତ ଚେତାରେ ଦେବତା ମାନେ ଇଏ ପ୍ରଳୟ ଶବ୍ଦରେ ପଣ୍ଡିତ ମୂର୍ଚ୍ଛାଗତ ହେଇକି ପଡ଼ିଲେ ଭାବିଲେ ବେଳେ ପ୍ରାଣ ରଖିଲା ଅମୃତ ବିଚାରେ ଅମୃତ ପାନ କରିଥିବାରୁ ଆମେ ସମସ୍ତେ ବଞ୍ଚିଗଲୁ। ରାମ ଠାକୁର ଯେଉଁଦିନ ରାବଣକୁ ବିନାଶ କଲେ ରାତିର ତୃତୀୟ ସୋପାନରେ ମା ସୀତାଙ୍କୁ ଉଦ୍ଧାର କରିଛନ୍ତି। ମା ସୀତା ଶୋଇଛନ୍ତି ରାମଙ୍କ କୋଳରେ। ଏହି ସମୟରେ ରାମ ଠାକୁର ମା ଜାନକୀଙ୍କର ମୁଣ୍ଡକୁ ଆଉଁସି ଦେଉଛନ୍ତି ଭାବୁଛନ୍ତି ମୁଁ ସେଦିନ ଧନୁ ଭାଙ୍ଗିଲି ବୋଲି ସିନା ସୀତା ମୋ ଗଳାରେ ବରଣମାଳା ଦେଲେ ସାମ୍ରାଜ୍ଞୀପଣରେ ଅଭିଷିକ୍ତା ହେବା ପରିବର୍ତ୍ତେ ହେଲେ ଏତେ ଦୁଃଖ ପାଇଲେ କଣ୍ଟକାକିତ ଜଙ୍ଗଲ ପ୍ରଦେଶରେ କେତେ କଷ୍ଟ ଭୋଗ କଲେ ମୋ ସୀତା। ଏଥିପାଇଁ ପ୍ରକୃତ ଦାୟୀ କିଏ? ଏଥିପାଇଁ ଦାୟୀ ମୁଁ ନୁହଁ। ମୁଁ କେମିତି ଦାୟୀ ହେବି? ଗୁରୁଙ୍କ ସାଙ୍ଗରେ ତ ମୁଁ ଗଲି ଦାୟୀ ମୁଁ କେମିତି ହେବି? ମୁଁ ଦାୟୀ ନୁହଁ। ଏଥିପାଇଁ ଦାୟୀ ମୋ ବାପା ବସୁଦେବ ନୁହଁ। ଏଥିପାଇଁ ଦାୟୀ ମା କୈକେୟୀ ନୁହଁ। ବସୁଦେବ କହିଲି ରହ ରହ ଜ୍ଞାନୀ ମଣ୍ଡଳୀ ରହ ରହ ମୁନି ନାଞ୍ଚ ମତିଭ୍ରମ କେତେବେଳେ ଶବ୍ଦ କ'ଣ ପଶିଯାଏ। ରହ ରହ ଏଥିପାଇଁ ଦାୟୀ ମୋ ବାପା ଦଶରଥ ନୁହଁ। ଇଏ ସମୟ ସ୍ୱଳ୍ପ ହେଲେ ଚଳଚଞ୍ଚଳ ହେଲେ ସେମିତି ହବ। ଘଣ୍ଟାକୁ ସମସ୍ତେ ଅନେଇଲେ ସରିଲାଣି ସମୟ କେମିତି ହବ? ଜ୍ଞାନୀ ମଣ୍ଡଳୀ ମୋ ବାପା ଦଶରଥ ଦାୟୀ ନୁହଁ। ଏଥିପାଇଁ ମା କୈକେୟୀ ଦାୟୀ ନୁହଁ। ମନ୍ଥରା ଦାୟୀ ନୁହଁ। ଏଥିପାଇଁ କୌଶଲ୍ୟା ମା ଦାୟୀ ନୁହଁ। ଏଥିପାଇଁ ସୁପର୍ଣ୍ଣଖା ମା ଦାୟୀ ନୁହଁ। ଏଥିପାଇଁ ଦାୟୀ ହେଉଛନ୍ତି ଜଣେ। ସେ କିଏ? ରଞ୍ଜିତ ସାରଙ୍କର ଅନୁରୋଧରେ ଏକ ସୁନ୍ଦର ଗୀତ କହିଲେ ଚ୍ୟାନେଲରେ ଯେଉଁ ଗୀତଟି ଗାଇଛନ୍ତି ସେଟା ଟିକେ ଗାଇବେ। ଯାହା ଦଇବ ବିଧାନ କରିପାରିବ କେ আন যাহা দৈব বিধান করিপারিব কে আন যাহা দৈব বিধান স্বয়ং ধাতা হরি হর স্বয়ং ধাতা হরি হর আওয়ে দৈব অধীন যাহা দৈব বিধান করিপারিব কে আন যাহা দৈব বিধান হিমাংশু স্নিগ্ধর যত কররু বন্ধি সঞ্জাত আউ অকরণ বারানিধি অকরণ বারানিধি হুয়ে জল শূন্য গুণী গুণ ভূষণ মো ডেরিলে শ্রবণ তাহা তাহা যাও শাস্ত্র মান হেলা আলোচন ଆଉ ସହଜ ତ ପିଲା ଲୋକ ଆଜ୍ଞା ନାହିଁ ବୁଦ୍ଧି ଜ୍ଞାନ ଦୋଷ ଥିଲେ ନିଜ ଗୁଣେ ପଣ୍ଡିତେ କରିବେ ମାର୍ଜନ ଧୀରେ ବସି ଶୁଣୁଥିଲେ ମା ଭଉଣୀ ଗୋର ସମସ୍ତଙ୍କୁ ଆଶୀର୍ବାଦ କରିବେ ଜଗତ ଠାକୁର ଆପଣମାନଙ୍କର ସ୍ନେହ ଶ୍ରଦ୍ଧା କେବେ ନ ଭୁଲିବି ସବୁଦିନ ପାଇଁ ଏଠିକାର କଥା ମନେ ରଖିଥିବି କାହିଁକି ଆସିଛୁ ମନ କିସ ନେବା ପାଇଁ ଆସିଛୁ ଲଙ୍ଗଳା ହୋଇ ଯିବୁ ଶୂନ୍ୟ ହୋଇ ରାଉତ ଝିଅ କରେ ନିବେଦନ ଉଚ୍ଚସ୍ୱର ହରିଗଲା ହୁଳାହୁଳି କର ତାଳି ଶୁଣ
ପାଞ୍ଚ ରାତି ପାଲା ଭିତରେ ଆମ ତରଫରୁ କି ମୋ ସମୁଦୁଣିଙ୍କ ତରଫରୁ ଯଦି କୌଣସି ତ୍ରୁଟି ଅନୁଭବ କରିଥିବେ ନିଜ ଗୁଣରେ ସମସ୍ତେ ଆପଣମାନେ ଆପଣଙ୍କୁ କ୍ଷମା ଦେବେ ଦେବେ ରହ ଦୋଷକୁ ମାର୍ଜନା କରିବେ ଆଜ୍ଞା ଆପଣମାନଙ୍କର ଅଜସ୍ର ସ୍ନେହ ଶ୍ରଦ୍ଧା ଆଉ ଆଶୀର୍ବାଦକୁ ପାଥେୟ କରି ବିଦାୟ ରଜନୀରେ ପ୍ରଥମ ପର୍ଯ୍ୟାୟରେ ପାଲାକୁ ଏଇଠି ସାଙ୍ଗ କରୁଛୁ ଆଜ୍ଞା ଆଉ ମୋ ସମୁଦୁଣିଙ୍କ ପାଖରେ ଯଦି ମୋ ତରଫରୁ କୌଣସି ତ୍ରୁଟି ଥାଏ ମୋ ସମୁଦୁଣି କୌଣସି ତ୍ରୁଟି ଅନୁଭବ କରିଥିବେ ନିଜ ଗୁଣରେ ନିଶ୍ଚିତ ଭାବରେ ମୋତେ ଭଲ ପାଇବାରେ ଶ୍ରଦ୍ଧାରେ କ୍ଷମା ଦେବେ ବୋଲ ଆନନ୍ଦ କବା ଦିନ ଜନ ଶରଣ ରକ୍ଷଣ ମହାବାହୁ ଦିନ ଜନ ଶରଣ ରକ୍ଷଣ ମହାବାହୁ ଉଚ୍ଚ ସ୍ୱରେ ବୀର ଦରବାରେ ଉଚ୍ଚ କଣ୍ଠରେ ଆନନ୍ଦ ମନରେ ଖୋଲା ହୃଦୟରେ ମା ଖଣ୍ଡୁଆଳ ଠାକୁରାଣୀଙ୍କ ନାମରେ ସମସ୍ତେ ଦୁଇ କରକୁ ଟେକି ହରିବୋଲ ହୁଳହୁଳି କର ତାଳି ଦିଅନ୍ତୁ ଭାରତ ବର୍ଷର ଦୁଃଖ ଦୂର